ମା କାମାକ୍ଷା ମନ୍ଦିର। ମା ଭଗବତୀ ରାତିରେ ବିଚରଣ କରିଥାଏ। ମା କାମାକ୍ଷା କିଏ? କାହିଁକି ମା କାମାକ୍ଷାଙ୍କୁ ଏତେ ମାନନ୍ତି? କ'ଣ ସତରେ ମାତା କାମାକ୍ଷାଙ୍କ ଯୋଗିନୀମାନେ ରାତିରେ ବୁଲନ୍ତି? ଆଜି ବି ମାତା କାମାକ୍ଷା ମନ୍ଦିର ଭିତରେ ରାତିରେ ପାଉଁଜି ଶବ୍ଦ ଶୁଭେ। ମା କାମାକ୍ଷା କିଏ? ମା କାମାକ୍ଷା ହେଉଛନ୍ତି ସମସ୍ତ ଇଚ୍ଛା ପୂରଣ କରୁଥିବା ଦେବୀ, ମହାଶକ୍ତି, ଯୋଗମାୟା ଶକ୍ତିର ଅଧିଷ୍ଠାତ୍ରୀ ଦେବୀ। ଦୀର୍ଘ ଦିନ ଧରି ଅଟକି ରହିଥିବା କାମକୁ ପୂର୍ଣ୍ଣ କରିଥାଏ। ମା କାମାକ୍ଷା ମନ୍ଦିରକୁ ମଧ୍ୟ ମାୟା ନଗରୀ ବୋଲି କୁହାଯାଏ। ମା କାମାକ୍ଷା ହେଉଛନ୍ତି ଆଦିଶକ୍ତି। ଯେଉଁ ଶକ୍ତି ଆଗରେ ବଡ଼ ବଡ଼ଙ୍କ ଶକ୍ତି ବିଫଳ ହୋଇଥାଏ, ଅସୁର ଦାନବ ଭୟଭୀତ ହୁଅନ୍ତି। ମନ୍ଦିର ଭିତରେ ଶହ ଶହ ଜୀବନ୍ତ ମୂର୍ତ୍ତି ଅଛି। ସବୁ ମୂର୍ତ୍ତିରେ ଅଲୌକିକ ଶକ୍ତି ଅଛି। ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ। ମା କାମାକ୍ଷା ମନ୍ଦିରକୁ ପ୍ରତିବର୍ଷ 3 ଲୋକ ଆସୁଛନ୍ତି, କିନ୍ତୁ ମନ୍ଦିର ଦୁଆର ପାଖରେ ଅଟକି ଯାଉଛନ୍ତି। ମନ୍ଦିର ଭିତରେ ପ୍ରବେଶ କରିପାରୁନାହାନ୍ତି। ମନ୍ଦିରଠୁ କିଛି ଦୂରରେ ଠିଆ ହେଉଛନ୍ତି। ମା କାମାକ୍ଷା ମନ୍ଦିର ପୂଜାରୀ ହାତ ଧରି ଆଣିବାକୁ ଚେଷ୍ଟା କରିଲେ, କିନ୍ତୁ ମନ୍ଦିର ଭିତରକୁ ପ୍ରବେଶ କରିପାରିଲେ ନାହିଁ। ପୂଜାରୀ ପଚାରିଲେ, କାହିଁକି ଆସୁନାହାନ୍ତି? ମା କାମାକ୍ଷା ମନ୍ଦିର ଦର୍ଶନ କରିବା ପାଇଁ ଆସିଥିବା 3 ଜଣ ଭିତରୁ ଜଣେ କହିଲେ, କୌଣସି ଏକ ଶକ୍ତି ଆମକୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଦେଉନି। ତାପରେ ପୂଜାରୀ ବୁଝିଗଲେ, କୌଣସି ବଡ଼ ପାପ କରିଛନ୍ତି। ସେଥିପାଇଁ ମା କାମାକ୍ଷା ଭିତରକୁ ଆସିବାକୁ ଦେଉନାହାନ୍ତି। ତାର ଇଚ୍ଛା ନହେଲେ ମାୟା ନଗରୀରେ କିଏ ପ୍ରବେଶ କରିପାରିବ ନାହିଁ। ଜୟ ମା କାମାକ୍ଷା।